ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପୋଲାଣ୍ଡ ଓ ୟୁକ୍ରେନ୍କୁ ତିନିଦିନିଆ ଗସ୍ତରେ ଯାଉଛନ୍ତି। ୱାର୍ସାରେ ଶ୍ରୀ ମୋଦିଙ୍କୁ ପାରମ୍ପରିକ ସ୍ୱାଗତ କରାଯିବ। ସେଠାରେ ସେ ତାଙ୍କର ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ଆଲୋଚନା କରିବେ। ଏଥିସହିତ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜ୍ ଡୁଡାଙ୍କ ସହ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ, ବ୍ୟବସାୟୀ ନେତୃବୃନ୍ଦ ଏବଂ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା ଜଣାଇଛନ୍ତି, 45 ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ପୋଲାଣ୍ଡ ଗସ୍ତ। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର 70 ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ପୋଲାଣ୍ଡ ସହିତ ଜାମନଗର ଓ କୋହ୍ଲାପୁରର ସ୍ୱତନ୍ତ୍ର ସମ୍ପର୍କ ବହନ କରୁଥିବା ସ୍ମାରକୀକୁ ଶ୍ରୀ ମୋଦି ପରିଦର୍ଶନ କରିବେ। ପୋଲାଣ୍ଡ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା 23 ତାରିଖ ଦିନ ୟୁକ୍ରେନ୍ ଗସ୍ତ କରିବେ। 1992 ମସିହାରେ ଭାରତ ୟୁକ୍ରେନ୍ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରଠାରୁ ପ୍ରଥମ ଥର ଲାଗି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କିଙ୍କ ଆମନ୍ତ୍ରଣ କ୍ରମେ ସେହି ଦେଶ ଗସ୍ତ କରୁଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କିଭ୍ଠାରେ ସେଠାକାର ନେତୃବୃନ୍ଦଙ୍କ ସହିତ ରାଜନୈତିକ, ବାଣିଜ୍ୟ, ଅର୍ଥନୀତି, ପୁଞ୍ଜିନିବେଶ, ଶିକ୍ଷା, ସଂସ୍କୃତି, ମାନବିକ ସହାୟତା, ଜନସମ୍ପର୍କ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଶ୍ରୀ ମୋଦି ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହରିୟାଣା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ସେ ଫରିଦାବାଦ ସ୍ଥିତ ଜେସି ବୋଷ ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟର 5ମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେବେ। ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର କ୍ଷେତ୍ରରେ 2+2 ମନ୍ତ୍ରୀସ୍ତରୀୟ ବୈଠକରେ ଦ୍ୱିପକ୍ଷୀୟ ସହଯୋଗର ସମୀକ୍ଷା କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଏହି ବୈଠକରେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାଗ ନେଇଥିବା ବେଳେ ଜାପାନର ପ୍ରତିରକ୍ଷା ମନ୍ତ୍ରୀ କିହାରା ମିନୋରୁ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟୋକୋ କାମିକାୱା ଏଥିରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଦୁଇ ଦେଶର ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ଆନ୍ତର୍ଜାତିକ ସମସ୍ୟା ଉପରେ ମତ ବିନିମୟ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି। ବୈଠକ ପରେ ଏକ ପ୍ରେସ୍ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, 2022 ସେପ୍ଟେମ୍ବର ମାସରେ ଟୋକିଓରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ଅନୁରୂପ ବୈଠକ ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରାଯାଇପାରିଛି। କେତେକ କ୍ଷେତ୍ରରେ ଫଳାଫଳ ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ ହୋଇଛି ବୋଲି ଉଲ୍ଲେଖ କରାଯାଇଛି। ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଉତ୍ତମ ସମନ୍ୱୟ ଲାଗି ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ସେ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ଭାରତ ଜାପାନ ଭାଗିଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହାକୁ ବଜାୟ ରଖିବା ଦିଗରେ ଏହି ବୈଠକରେ ଉଭୟ ପକ୍ଷ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଏହି ବିବୃତ୍ତିରେ ଉଲ୍ଲେଖ କରିଛନ୍ତି। ସେହିଭଳି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ବୈଠକ ପରେ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ପ୍ରତିରକ୍ଷା ଏବଂ ନିରାପତ୍ତା ପ୍ରସଙ୍ଗରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ବୈଠକର ସଫଳତା ଉପରେ ଆଲୋକପାତ କରି ସେ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଏଭଳି ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଅନେକ ଗୁରୁତ୍ୱ ବହନ କରେ ଏବଂ ଏ ଦିଗରେ ଉଭୟ ପକ୍ଷ ସହଯୋଗ ଜାରି କରିବା ନିମନ୍ତେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ସେହିଭଳି ସନ୍ତ୍ରାସବାଦ ଏବଂ ସୀମାପାର ଆତଙ୍କବାଦକୁ ଭାରତ ଓ ଜାପାନ ବିରୋଧ କରିବା ସହ ଏହାକୁ ପ୍ରତିହତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଜାପାନର ଫୁକୁଓକାଠାରେ ଭାରତ ଖୁବ୍ ଶୀଘ୍ର ଏକ ବାଣିଜ୍ୟିକ ଦୂତାବାସ ଖୋଲିବ ବୋଲି ଡକ୍ଟର ଜୟଶଙ୍କର ଘୋଷଣା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ 19ତମ ଭାରତ ଆଫ୍ରିକା ବ୍ୟବସାୟିକ ସମ୍ମିଳନୀର ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ତିନିଦିନିଆ ସମ୍ମିଳନୀର ବିଷୟବସ୍ତୁ ରହିଛି ଏକ ଭବିଷ୍ୟତ ସୃଷ୍ଟି କରିବା। ଏହି ସମ୍ମିଳନୀରେ ବାଣିଜ୍ୟ, ପୁଞ୍ଜିନିବେଶ, ମୌଳିକ ଢାଞ୍ଚା, ସ୍ୱାସ୍ଥ୍ୟସେବା ଏବଂ ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 47ଟି ଆଫ୍ରିକୀୟ ଦେଶ ସମେତ ମୋଟ 65ଟି ଦେଶରୁ 1100ରୁ ଉର୍ଦ୍ଧ୍ୱ ଆନ୍ତର୍ଜାତିକ ପ୍ରତିନିଧି ଯୋଗ ଦେଇଛନ୍ତି। ପୂର୍ବାଞ୍ଚଳକୁ ଦେଶର ପ୍ରଗତିର ପ୍ରବେଶଦ୍ୱାର ଭାବେ ପରିଣତ କରିବା ଦିଗରେ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି।
ଗତକାଲି କୋଲକାତାଠାରେ ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ ଏକ୍ଜିମ୍ ସମ୍ମିଳନୀ 2024ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଚଳିତ ବର୍ଷ ବଜେଟ୍ରେ ପୂର୍ବୋଦୟ ଯୋଜନା ସ୍ଥାନ ପାଇଛି। ପୂର୍ବ ଭାରତରେ ବିପୁଳ ପ୍ରାକୃତିକ ସମ୍ପଦ, ପ୍ରତିଭା ସମ୍ପନ୍ନ ଯୁବଗୋଷ୍ଠୀ ଓ ଦକ୍ଷ ଶ୍ରମଶକ୍ତି ରହିଛି। ଏହି ରାଜ୍ୟ ସମୂହର ମାନବ ସମ୍ବଳ ଓ ବୌଦ୍ଧିକ କ୍ଷମତା ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶିକ୍ଷାମନ୍ତ୍ରୀ କହିଛନ୍ତି, ସରକାର ରପ୍ତାନୀ ପ୍ରୋତ୍ସାହନ ନୀତି ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥିବାରୁ ପୂର୍ବ ଭାରତ ଏହାଦ୍ୱାରା ଅଧିକ ଲାଭବାନ ହୋଇପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କ୍ଷେତ୍ରର ବିକାଶ ଲାଗି ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ଲାଗି କେତେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଛି। ଏତଦ୍ବ୍ୟତୀତ ଦେଶର ଖଣିଜ ନୀତିରେ ମଧ୍ୟ ସଂସ୍କାର ଅଣାଯିବା ଦ୍ୱାରା ପୂର୍ବ ଭାରତକୁ ଏହାର ଲାଭ ମିଳିବ ବୋଲି ସେ କହିଛନ୍ତି। ଭାରତ ୟୁରୋପୀୟ ସଂଘ ଟ୍ରାକ୍ 1.5 ସମ୍ମିଳନୀ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ଦୁଇ ଦେଶ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ଆଞ୍ଚଳିକ ସମ୍ମିଳନୀରେ ଉଗ୍ରବାଦ ଓ ସନ୍ତାସବାଦୀଙ୍କ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ସୃଷ୍ଟି କରାଯାଉଥିବା ବିଭିନ୍ନ ଆହ୍ୱାନକୁ ପ୍ରତିହତ କରିବା ସହିତ ଏହାର ମୁକାବିଲା ଲାଗି ଏହି ବୈଠକରେ ଆଲୋଚନା କରାଯିବ। ଡିଜିଟାଲ ସନ୍ତାସବାଦକୁ ପ୍ରତିହତ କରିବା ଲାଗି ଦକ୍ଷିଣ ଏସିଆ ଏବଂ ୟୁରୋପର ଏହି କ୍ଷେତ୍ର ସହିତ ସମ୍ପୃକ୍ତ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଏବଂ ପୁଲିସ ଅଧିକାରୀ ଯୋଗ ଦେଉଛନ୍ତି। ଉତ୍ତରାଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ରାଜ୍ୟର ଗ୍ରୀଷ୍ମକାଳୀନ ରାଜଧାନୀ ଭରାରେସେଣଠାରେ ଆରମ୍ଭ ହେଉଛି। ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ଅତିରିକ୍ତ ବଜେଟ୍ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ଉଭୟ ଶାସକ ଏବଂ ବିରୋଧୀ ବିଧାୟକଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ସୌରଭ ବହୁଗୁଣା ଗଣମାଧ୍ୟମକୁ କହିଛନ୍ତି। ବୟନଶିଳ୍ପ କ୍ଷେତ୍ରରେ ନବସୃଜନତାକୁ ପ୍ରାଧାନ୍ୟ ଦେବା ସହିତ ଏହାର ସାମଗ୍ରିକ ବିକାଶ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ବୟନ ଉତ୍ପାଦ ଲାଗି ଉଦ୍ଦିଷ୍ଟ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାର ହିତାଧିକାରୀଙ୍କ ସହିତ କଥାବାର୍ତ୍ତା ସମୟରେ ସେ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ବୟନଶିଳ୍ପ କ୍ଷେତ୍ର ସହ ସଂଶ୍ଳିଷ୍ଟ ବିଭିନ୍ନ ପକ୍ଷଙ୍କ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ହିତାଧିକାରୀମାନେ ଏହି କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା, ସଫଳତା, ପ୍ରତିଶ୍ରୁତିବଦ୍ଧତା ଏବଂ ସମସ୍ୟା ସମ୍ପର୍କରେ ଶ୍ରୀ ସିଂଙ୍କୁ ଅବଗତ କରାଇଛନ୍ତି। ମହିଳା ଟି20 ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ନବମ ସଂସ୍କରଣ ବାଂଲାଦେଶ ପରିବର୍ତ୍ତେ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବ ବୋଲି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଘୋଷଣା କରିଛି। ଆସନ୍ତା ଅକ୍ଟୋବର 3ରୁ 20 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଓ ସାର୍ଜାରେ ଖେଳାଯିବ। ତେବେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଏହି ପ୍ରତିଯୋଗିତାର ସରକାରୀ ଆୟୋଜକ ଭାବେ ରହିବ ବୋଲି ଆଇସିସି ପକ୍ଷରୁ ଜାରି କରାଯାଇଥିବା ଏହି ବିବୃତ୍ତିରେ କୁହାଯାଇଛି। ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଆଇସିସି କହିଛି।